ଦୁନିଆରେ ଏମିତି କେହି ବି ମନୁଷ୍ୟ ନାହିଁ ଯାହାର ଜୀବନରେ ଦୁଃଖ କଷ୍ଟ ନଥାଏ, କିନ୍ତୁ ଏହା ସେମାନଙ୍କୁ ଭୁଲ କାରଣରୁ ହିଁ ହୋଇଥାଏ। ଏସବୁ ଭୁଲରୁ ମନୁଷ୍ୟ ବର୍ତ୍ତି ପାରିବ, ଏ ବିଷୟରେ ସ୍ୱୟଂ ଭଗବାନ ଶିବ ତାହାର ପ୍ରତିକାର ଏବଂ ଉପାୟ ବିଷୟରେ କହିଛନ୍ତି। ଭଗବାନ ଶିବ ଏ ପୃଥିବୀରେ ମନୁଷ୍ୟ ସହିତ ହିଁ ବାସ କରନ୍ତି। ମନୁଷ୍ୟ କେଉଁ 7ଟି ଭୁଲରୁ ବର୍ତ୍ତିବା ଉଚିତ ତାହା ମଧ୍ୟ ମନୁଷ୍ୟ ଜାଣିନେବା ଉଚିତ। ଥରେ ଭଗବାନ ଶିବ ଏବଂ ମାତା ପାର୍ବତୀ ସାଥିରେ ପୃଥିବୀ ଭ୍ରମଣରେ ବାହାରନ୍ତି। ସେମାନେ ଅମିର୍ଚନ୍ଦ ନାମକ ଜଣେ ବ୍ୟକ୍ତିକୁ ଖୁବ୍ ଦୁଃଖୀ ଏବଂ ଉଦାସୀନ ଥିବା ଦେଖନ୍ତି, ଯାହାକୁ ଦେଖି ମାତା ପାର୍ବତୀଙ୍କ ମନରେ ଦୁଃଖକୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ ହେଲା। ଏହା ଜାଣିବା ପାଇଁ ମାତା ପାର୍ବତୀ ଭଗବାନ ଶିବଙ୍କୁ ସେ ବ୍ୟକ୍ତି ଦୁଃଖୀ ରହିବାର କାରଣ ପଚାରିଛନ୍ତି। ଭଗବାନ ଶିବ କହିଛନ୍ତି ଯେ ଯେଉଁ ମଣିଷ ଜୀବନରେ 7ଟି ଭୁଲ କରିଥାଏ, ସେ ବ୍ୟକ୍ତି ଜୀବନରେ ସବୁବେଳେ ଦୁଃଖ ଲାଗି ରହିଥାଏ। ମନୁଷ୍ୟ କହିଥାଏ ଯେ ଧୀରେ କହିବା ଉଚିତ, କିନ୍ତୁ ସେ ତାହାକୁ ପାଳନ କରିନଥାଏ ଏବଂ ନିହର ସବୁ ସାଧାରଣ କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା କାହାକୁ କହିଦେଇଥାଏ, ଯେଉଁ କାରଣରୁ ତାକୁ ଜୀବନ ସାରା ଦୁଃଖ ସହିବାକୁ ପଡ଼ିଥାଏ। ଏହାପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମିର୍ଚନ୍ଦ ବିଷୟରେ କିଛି ଏମିତି କଥା କହନ୍ତି ଯାହା ତା ଦୁଃଖର କାରଣ ଅଟେ। ଅମିର୍ଚନ୍ଦ ଖୁବ୍ ଗରିବ ଥିଲା ଏବଂ ତାର ପିଲାଛୁଆ ଏବଂ ପତ୍ନୀ ସହିତ ସେ ରହୁଥିଲା, କିନ୍ତୁ ଘରେ ଅଭାବ ଅନଟନ ରହିଥିବାରୁ ସେ ସବୁଦିନ କାମ ଖୋଜିବାକୁ ଯାଉଥିବା, କିନ୍ତୁ ତାକୁ କେହି କାମ ଦେଉନଥିଲେ। ଘରେ ସ୍ତ୍ରୀ ତା ଉପରେ କାମ କରିବାକୁ ଚାପ ପକାଉଥିଲା, କିନ୍ତୁ ଯେତେବେଳେ ସେ ନିଜ ସ୍ତ୍ରୀକୁ ନିଜ ସମସ୍ୟା କହିଲା, ସେତେବେଳେ ସ୍ତ୍ରୀ କହିଲା ଯେ ତୁମେ ଯେଉଁଠୁ କାମ କରିବାକୁ ଯାଉଛ ସେ ଲୋକ ପାଖକୁ ଯାଇ ତୁମ ନିଜର ପରିସ୍ଥିତି ବିଷୟରେ କହିବା ଉଚିତ। ଏହା ଶୁଣି ଅମିର୍ଚନ୍ଦ ତାହା ହିଁ କରିବ ବୋଲି କହେ। ଅମିର୍ଚନ୍ଦ ପୁଣି ଥରେ ସେହି ସେଠ ପାଖକୁ ଯାଇ ନିଜ ସମସ୍ୟା ବିଷୟରେ କହିବାରୁ ସେ ଦୟାକରି ତାଙ୍କୁ କାମରେ ରଖିଲା। ଖୁବ୍ ପରିଶ୍ରମ ସତ୍ତ୍ୱେ ବି ସେଠ ତାଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ କମ୍ ଟଙ୍କା ଦେଉଥିଲା। ଯାହା ଜାଣିବା ପରେ ଯେ ଯେତେବେଳେ ଅଭିଯୋଗ ଆଣିଲା, ସେତେବେଳେ ସେଠ କ୍ରୋଧିତ ହୋଇଗଲା ଏବଂ କହିଲା ତାର ପରିସ୍ଥିତି ଦେଖି ସେ ତାକୁ କାମ ଦେଇଥିଲା, ସେ ଅଭିଯୋଗ କରିବା ଉଚିତ ନୁହେଁ। କିନ୍ତୁ ନିଜ ଆତ୍ମସମ୍ମାନ ନଷ୍ଟ ହେବାରୁ ଅମିର୍ଚନ୍ଦ ସେହି ସେଠଙ୍କ ପାଖରେ କାମ ଛାଡ଼ିଦେଲା। କିନ୍ତୁ ନିଜେ ସବୁ ଜମାପୁଞ୍ଜି ସରିଯିବା ପରେ ଅମିର୍ଚନ୍ଦ ନିଜର ବନ୍ଧୁବର୍ଗଙ୍କୁ ସହାୟତା ମାଗିବା ଲାଗିଲା। ସମସ୍ତେ ତାକୁ ଦୟା ଦେଖାଉଥିଲେ, କିନ୍ତୁ କେହି ବି ତାକୁ ସାହାଯ୍ୟ କରୁନଥିଲେ ଏବଂ ପଛରେ ତାର ପରିହାସ କରୁଥିଲେ, କାରଣ ଯେଉଁ ସେ ତାକୁ ଖରାପ ସମୟରେ ସାହାଯ୍ୟ କରିଥିଲା ତାକୁ ସେ ହିଁ ଛାଡ଼ି ଦେଇଥିଲା। ଏହା ଦେଖି ଅମିର୍ଚନ୍ଦ ବୁଝିଗଲା ଯେ ଦୁଃଖ ସମୟରେ ପ୍ରିୟଜନ ବନ୍ଧୁ କେହି ବି ସାହାଯ୍ୟ କରନ୍ତିନି, କେବଳ ଦୟାର ପାତ୍ର ଭାବନ୍ତି। ଅମିର୍ଚନ୍ଦ ଥରେ ପାଖ ଗାଁକୁ ଆସିଥିବା ଜଣେ ଶିବ ଭକ୍ତଙ୍କୁ ଦେଖି ନିଜ ସମସ୍ୟା ପଚାରିବାକୁ ଗଲେ ଏବଂ ନତମସ୍ତକ କରି ତାଙ୍କୁ ପଚାରିଲେ। ଉତ୍ତରରେ ଶିବଭକ୍ତ କହନ୍ତି ଯେ ଅମିର୍ଚନ୍ଦ ନିଜେ ମୂର୍ଖତା ଏବଂ ଭୁଲ କାରଣରୁ ହିଁ ନିଜର ସମସ୍ୟା ବଢ଼ାଇ ଦେଇଛି। ଏହାପରେ ସେ 7ଟି କଥା କହନ୍ତି ଯାହାକୁ ମନୁଷ୍ୟ କେବେ ବି କହିବା ଉଚିତ ନୁହେଁ। ପ୍ରଥମ କଥା ହେଉଛି କେହି ବି ନିଜ ଦୁଃଖ ଏବଂ ପରିସ୍ଥିତି ବିଷୟରେ କାହାକୁ କହିବା ଉଚିତ ନୁହେଁ। ସେକେଣ୍ଡ କଥା ହେଉଛି କେବେ ବି ବିତି ଯାଇଥିବା ଅତୀତ ଏବଂ ଭବିଷ୍ୟତର ରଣନୀତି ବିଷୟରେ କାହାକୁ କହିବା ଉଚିତ ନୁହେଁ। 3 ନମ୍ବର, ନିଜ ଘରର କଥାକୁ କେବେ କୌଣସି ବାହାର ଲୋକଙ୍କୁ କହିବା ଉଚିତ ନୁହେଁ। 4 ନମ୍ବର, ନିଜର କମ୍ କିମ୍ବା ଅଧିକ ଥିବା ଆୟ ସମ୍ପର୍କରେ କାହାକୁ କହିବା ଉଚିତ ନୁହେଁ। 5 ନମ୍ବର, ନିଜର ଦୁର୍ବଳତା ଏବଂ କ୍ଷମତା ବିଷୟରେ କାହାକୁ କହିବା ଉଚିତ ନୁହେଁ। 6 ନମ୍ବର, ଏହା ବ୍ୟତୀତ ନିଜ ମିତ୍ର ଏବଂ ଶତ୍ରୁ ବିଷୟରେ କାହାକୁ କହିବା ଉଚିତ ନୁହେଁ। 7 ନମ୍ବର, ନିଜ ଦ୍ୱାରା କରାଯାଇଥିବା ଦାନ ଏବଂ ପୁଣ୍ୟ ବିଷୟରେ କାହାକୁ କୁହନ୍ତୁ ନାହିଁ। ଏହି 7ଟି ଥିଲା ଶିବଙ୍କର ଅମୂଲ୍ୟ ବାଣୀ।
ଆଜିର ଏହି ପୋଷ୍ଟ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭକ୍ତି ସହକାରେ ଓଂ ନମଃ ଶିବାୟ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।